ଏବେ ତ ବହୁତ ଭଲ ବନ୍ଧାକୋବି ମିଳୁଛି। ମୁଁ ଆଜି ବନ୍ଧାକୋବି ଆଉ ସୁଜିରେ ଦୁଇଟା ନୂଆ ପ୍ରକାର ଜଳଖିଆ ବନେଇବି, ଯାହାକୁ ଆପଣ ବହୁତ ସହଜରେ ପ୍ରସ୍ତୁତ କରି ସକାଳ ଜଳଖିଆରେ ଖାଇପାରିବେ, ପିଲାଙ୍କ ଟିଫିନ୍ ବକ୍ସରେ ଦେଇପାରିବେ, ନହେଲେ ଇଭିନିଂ ସ୍ନାକ୍ସ ହିସାବରେ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧାକୋବିର ଏହି ଜଳଖିଆ ପାଇଁ ମୁଁ ଏଠି 2 କପ୍ ବନ୍ଧାକୋବି ନେଇଛି। ମୁଁ ଏଠି ବନ୍ଧାକୋବିକୁ ପୁରା ଛୋଟ ଛୋଟ କରି କାଟିକି ନେଇଛି। ବନ୍ଧାକୋବିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ବଡ଼ ପିଆଜ ଆଉ 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପିଆଜକୁ ଭାଜିବା। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଅଦା ରସୁଣ ଛେଚା ଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ କଷିବା, ଯେମିତି ଅଦା ରସୁଣ ଛେଚାର କଞ୍ଚା ବାସ୍ନା ପଳେଇବ। ଆପଣ এই ରେସିପିରେ ଏମିତି ଅଦା ରସୁଣକୁ ଛେଚିକି ପକାଇବେ, ଏହାଦ୍ୱାରା ଆର ଟେଷ୍ଟ ବହୁତ ଭଲ ଆସିବ। ଏଠି ଅଦା ରସୁଣ ଛେଚାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ଦେବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଇଛି ଲଙ୍କା ଗୁଣ୍ଡ, 1/3 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଚିକେନ୍ ମସଲା। ଆ ଜାଗାରେ ଆପଣ କିଛି ବି କରି ପାଉଡ଼ର ନହେଲେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇ ପାରିବେ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ଏବେ ଆମେ ଏଥିରେ 2ରୁ 3 ଛୋଟ ଚାମଚ ପାଣି ଦେଇ ଆକୁ କଷିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ। ଏଠି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ କାଟିକି ରଖିଥିବା ବନ୍ଧାକୋବିକୁ ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ବନ୍ଧାକୋବି ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା। ତାପରେ ଆମକୁ କଭର କରି ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ବନ୍ଧାକୋବି ଭଲସେ ସିଝିଯିବ। 5ରୁ 6 ମିନିଟ୍ ପରେ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏଠି ବନ୍ଧାକୋବି ଭଲସେ ସିଝି ଯାଇଛି। ଏବେ ଆମେ ଏଥିରେ ଆଳୁ ଦେବା। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ସିଝା ଆଳୁକୁ ଭଲସେ ଚକଡ଼ିକି ନେଇଛି। ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଆଳୁ ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ପକାଉଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଏମିତି କୁକ୍ କରିବା ଦ୍ୱାରା এই ବନ୍ଧାକୋବି ମସଲାର ଟେଷ୍ଟ ବହୁତ ଭଲ ଆସିବ। ଏଠି 3ରୁ 4 ମିନିଟ୍ ହେଇଗଲାଣି। ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଆପଣ ଚାହିଁଲେ ଆଉ ଉପରେ କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ଏ ବନ୍ଧାକୋବି ଆଳୁ ମସଲାକୁ ଟିକେ ଥଣ୍ଡା ହେବାକୁ ଦେବା। ଏ ବନ୍ଧାକୋବି ଆଳୁ ମସଲା ଟିକେ ଥଣ୍ଡା ହେଲା ପରେ ମୁଁ ଏଠି ଗୋଟେ ପ୍ଲେଟ୍ରେ ଆକୁ କାଢ଼ି ଦେଇଛି। ଏବେ ଆମେ ଆର ଛୋଟ ଛୋଟ ବଲ୍ସ ବନେଇଦେବା। ଆପଣ ଯେଉଁ ସାଇଜ୍ର ଜଳଖିଆ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ବଲ୍ସ ବନେଇବେ। ଏମିତି ବଲ୍ସ ବନେଇବା ଦ୍ୱାରା ଯେତେବେଳେ ଆମେ ଷ୍ଟଫିଂ ଦେବା ସେତେବେଳେ ଆମ ପାଇଁ ଇଜି ହେବ। ମୁଁ ଏଠି ସବୁ ମସଲାର ବଲ୍ସ ବନେଇ ଦେଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏବେ ଆମେ ଗୋଟେ ଡୋ ବନେଇବା। ସେଥିପାଇଁ ମୁଁ ଏଠି କଡ଼େଇରେ 2 କପ୍ ପାଣି ଦେଉଛି। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ପାଣିକୁ ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ପାଣି ଏଠି ଭଲସେ ଫୁଟିଗଲାଣି। ଏବେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଘିଅ ଦେଉଛି। ଘିଅ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ମୁଁ ଏଠି ଗୋଟେ କପ୍ ସୁଜି ନେଇଛି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବା ଆଉ ଧୀରେ ଧୀରେ ସୁଜିକୁ ଦେଇ ଭଲସେ ମିକ୍ସ କରିବା, ଯେମିତି ଏଥିରେ କିଛି ବି ଲମ୍ପସ୍ ରହିବନି। ଧୀରେ ଧୀରେ ସୁଜିକୁ ଗୋଳେଇ ଗୋଳେଇ ଆମେ ଆକୁ କୁକ୍ କରିବା, ଯେମିତି ଆର ଗୋଟେ ସଫ୍ଟ ଡୋ ବନିଯିବ। ଏଠି ସୁଜିର ଡୋ ବନିଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ଆକୁ କଭର କରି 5 ମିନିଟ୍ ପାଇଁ ରେଷ୍ଟ ହେବାକୁ ଦେବା।
5 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ସୁଜିର ଜନ୍ତୁଣୀକୁ ଗୋଟେ ପ୍ଲେଟ୍ରେ କାଢ଼ି ଟିକେ ଥଣ୍ଡା ହେବାକୁ ଦେବା। ଏଠି ସୁଜିର ଜନ୍ତୁଣୀ ଟିକେ ଥଣ୍ଡା ହେଇଗଲାଣି। ଏବେ ଆମେ ଆକୁ ଚକଡ଼ିବା। ତା ପୂର୍ବରୁ ମୋ ହାତରେ ଟିକେ ଘିଅ ଲଗାଇ ଦେଇଛି। ଆପଣ ଚାହିଁଲେ ରିଫାଇନ୍ ଅଏଲ୍ ଲଗାଇ ପାରିବେ। ଏବେ ଆମେ ଜନ୍ତୁଣୀକୁ ଭଲସେ ଚକଡ଼ିକି ଆର ଗୋଟେ ସ୍ମୁଥ୍ ଡୋ ବନେଇଦେବା। ଜନ୍ତୁଣୀ ଯେତେବେଳେ ଟିକେ ନଖ ଉଷୁମ ଥିବ ସେତେବେଳେ ଆକୁ ଚକଡ଼ିବେ। ଜନ୍ତୁଣୀକୁ ପୁରା ଥଣ୍ଡା କରିବେନି। ମୁଁ ଏଠି ଜନ୍ତୁଣୀକୁ ଭଲସେ ଚକଡ଼ିକି ଆର ଗୋଟେ ସ୍ମୁଥ୍ ଡୋ ବନେଇ ଦେଇଛି। ଏବେ ଆମେ ହାତରେ ଟିକେ ଘିଅ କି ରିଫାଇନ୍ ଅଏଲ୍ ଲଗାଇଦେବା। ତାପରେ ଆମେ କିଛି ଜନ୍ତୁଣୀ ନେବା, ତାକୁ ରାଉଣ୍ଡ ସେପ୍ ଦେଇଦେବା। ତାପରେ ଆମେ ଆକୁ ଏମିତି ଧୀରେ ଧୀରେ ହାଲକା ହାତରେ ପ୍ରେସ୍ କରି କରି ଆକୁ ଗୋଟେ ଗିନା ସେପ୍ ଦେଇଦେବା। ଆପଣ ଏ ଗିନାକୁ ଟିକେ ପତଳା କରି ବନେଇବେ। ତାପରେ ତା ମଝିରେ ଆମେ ଯେଉଁ ବନ୍ଧାକୋବି ଆଳୁ ମସଲାର ବଲ୍ସ ବନେଇକି ରଖିଥିଲେ ତାକୁ ଦେଇଦେବା। ତାପରେ ଆମେ ଆକୁ ଏମିତି ଧୀରେ ଧୀରେ ପ୍ରେସ୍ କରି ଭଲସେ ବନ୍ଦ କରିଦେବା। ତାପରେ ତାକୁ ଏମିତି ହାଲକା ହାତରେ ଟିକେ ରାଉଣ୍ଡ ସେପ୍ ଦେଇଦେବା, ଯେମିତି ଏଥିରେ କିଛି ବି କ୍ରାକ୍ ରହିବନି। ମୁଁ ଏଠି ଆପଣଙ୍କୁ ଆଉ ଗୋଟେ ଜଳଖିଆ ବା ପିଠା ବନେଇକି ଦେଖେଇ ଦେଉଛି। ଏବେ ଆମେ କିଛି ଜନ୍ତୁଣୀ ନେବା, ତାକୁ ରାଉଣ୍ଡ ସେପ୍ ଦେଇଦେବା। ତାପରେ ଏମିତି ଧୀରେ ଧୀରେ ହାଲକା ହାତରେ ଆକୁ ଗୋଟେ ଗିନା ସେପ୍ ଦେଇଦେବା। ତାପରେ ଆମେ ଏଥିରେ ବନ୍ଧାକୋବି ଆଳୁ ମସଲାର ବଲ୍ସ ଦେଇ ଭଲ ଭାବେ ବନ୍ଦ କରିଦେବା। ତାପରେ ଏଥିରେ ଯେଉଁ ଏକ୍ସଟ୍ରା ଜନ୍ତୁଣୀ ଅଛି ତାକୁ କାଢ଼ିଦେବା। ତାପରେ ଧୀରେ ଧୀରେ ହାଲକା ହାତରେ ଆକୁ ଗୋଟେ ଗୋଲ ସେପ୍ ଦେଇଦେବା। ଏମିତି ଭାବେ ଆମେ ସବୁ ପିଠାକୁ ବନେଇଦେବା। ମୁଁ ଏଠି କିଛି ପିଠାକୁ ବନେଇ ଦେଇଛି। ଏବେ ଆମେ ପିଠାକୁ ଛାଣିବା। ସେଥିପାଇଁ ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଆମେ ଏଥିରେ ଗୋଟେ ଗୋଟେ କରି ପିଠାକୁ ଦେଇଦେବା। ଆପଣଙ୍କ କଡ଼େଇରେ ଯେତିକିଟା ପିଠା ଜାଗା ହେବ ସେତିକିଟା ପିଠା ଦେବେ। ପ୍ରଥମେ ଆମେ ପିଠାକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା। ତାପରେ ଆମେ ପିଠାକୁ ଲେଉଟାଇ ଲେଉଟାଇ ମିଡ଼ିୟମ୍ ଫ୍ଲେମ୍ରେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଫ୍ରାଏ କରିବା। ପିଠାକୁ ସାଙ୍ଗେ ସାଙ୍ଗେ ଲେଉଟାଇବେନି, ନହେଲେ ପିଠା ଭାଙ୍ଗି ଯାଇପାରେ। ଏ ପିଠା ଏଠି ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ରେ ଫ୍ରାଏ ହୋଇଗଲାଣି। ଏବେ ଆମେ ପିଠାକୁ ତେଲରୁ ଛାଣିଦେବା। ପିଠାକୁ ତେଲରୁ ଛାଣିଲା ପରେ ଆପଣ ଗୋଟେ କିଚେନ୍ ଟାୱେଲ୍ରେ କି ଟିସ୍ୟୁ ପେପର୍ ରଖିଦେବେ। ଏହାଦ୍ୱାରା ଏଥିରେ ଯେଉଁ ଏକ୍ସଟ୍ରା ତେଲ ଅଛି ସେ କିଚେନ୍ ଟାୱେଲ୍ରେ କି ଟିସ୍ୟୁ ପେପର୍ରେ ସୋକ୍ ହେଇଯିବ। ଏମିତି ଭାବେ ଆମେ ବାକି ସବୁ ପିଠାକୁ ଛାଣିକି ନେଇଯିବା। ଏବେ ଆମେ ସେକେଣ୍ଡ ଜଳଖିଆ ବନେଇବା। ସେଥିପାଇଁ ମୁଁ ଏଠି କଡ଼େଇରେ କିଛି ପାଣି ଦେଇ ଗରମ ହେବାକୁ ରଖିଛି। ମୁଁ ଏଠି ଗୋଟେ ଛଣା ନେଇଛି। ଏବେ ଆମେ ଏଥିରେ ଗୋଟେ ଛୋଟ ଚାମଚ ତେଲ ଦେଇଦେବା। ଆଉ ତେଲକୁ ଛଣାର ଚାରିପଟ ସାଇଡ଼୍ରେ ଭଲସେ ସ୍ପ୍ରେଡ୍ କରିଦେବା। ଆପଣ ଚାହିଁଲେ ଆକୁ ଇଟିଲି ଛାଞ୍ଚରେ ବି ସିଝେଇ ପାରିବେ। ଏବେ ଆମେ ଏଥିରେ ଗୋଟେ ଗୋଟେ କରି ଜଳଖିଆକୁ ରଖିଦେବା। ଆପଣଙ୍କ ଛାଞ୍ଚରେ ଯେତିକିଟା ଜଳଖିଆ ଜାଗା ହେବ ସେତିକିଟା ଜଳଖିଆ ରଖିବେ। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ପାଣି ଏଠି ଭଲସେ ଫୁଟିଗଲାଣି। ଏବେ ଆମେ ଆଉ ଉପରେ ଛଣାକୁ ରଖିଦେବା। ହାଇ ଫ୍ଲେମ୍ରେ 4ରୁ 5 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଲୋ ଫ୍ଲେମ୍ରେ 8ରୁ 10 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ପିଠା ଭଲସେ ସିଝିଯିବ। 15 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ପିଠା ଏଠି ବଢ଼ିଆସେ ସିଝି ଯାଇଛି। ଏବେ ଆମେ ଇଣ୍ଡକ୍ସନ୍ ବନ୍ଦ କରିଦେବା। ଆଉ ଏ ପିଠାକୁ ଟିକେ ଥଣ୍ଡା ହେବାକୁ ଦେବା। ପିଠା ଏଠି ଟିକେ ଥଣ୍ଡା ହେଇଗଲାଣି। ଏ ବହୁତ ଇଜିଲି ଛଣାରୁ ବାହାରି ଯାଉଛି, କାରଣ ଆମେ ଛଣାରେ ତେଲ ଲଗାଇଥିଲେ। ଏଠି ଏ ପିଠା ପୁରା ନରମ ବନିଛି। ମୁଁ ଏଠି ଆପଣଙ୍କୁ ଗୋଟେ ପିଠାକୁ ଭାଙ୍ଗିକି ଦେଖାଇ ଦେଉଛି। ଦେଖିପାରୁଥିବେ ଆ ଭିତରେ କେତେ ବଢ଼ିଆ ସେ ପୁର ଅଛି। ଆପଣଙ୍କୁ ଏ ଦୁଇଟା ଯାକ ଜଳଖିଆ ଭିତରୁ ଯେଉଁଟା ପସନ୍ଦ ଆସିବ ଆପଣ ସେଇଟା ବନେଇକି ଖାଇପାରିବେ। ଯଦି ଆପଣଙ୍କୁ এই ରେସିପି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ। ଯଦି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଯଦି ଫେସବୁକରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।